ଚିରନ୍ତନ ଶାଶ୍ୱତ ଇତ୍ୟାଦି ଇତ୍ୟାଦି। ଏ ମଣିଷ ଗୁଡ଼ା ଏମିତି କେତେ ଭାଷଣ ମାରନ୍ତି ଯେ କ'ଣ ଖାଲି ସେମାନେ ପ୍ରେମ କରନ୍ତି ଆଉ ଆମେମାନେ ବି ପ୍ରେମରେ ମଣିଷଠାରୁ ଖୁବ୍ ଆଗରେ। ଆମେ କୁକୁରମାନେ। ତାହେଲେ ଆଜି ଶୁଣିବା ଗୋଟିଏ କୁକୁର ମାନେ ମୋର ପ୍ରେମ କାହାଣୀ। ଏଇ ନଭେମ୍ବର ମାସରେ ହିଁ ତ ମୋର ଜନ୍ମ। ମୋର ଏକା ନୁହେଁ ମ, ଆମ ଭାଇ ଭଉଣୀ 4 ଜଣଙ୍କର। ଜନ୍ମର 4 ଦିନ ପରେ ପାହାନ୍ତିଆରେ ରାସ୍ତା ଦୁର୍ଘଟଣାରେ ମୋ ମା'ର ମୃତ୍ୟୁ ହୋଇଗଲା। କିଛି ବୁଝିବା ଜାଣିବା ଆଗରୁ ଆମେ ମା ଛେଉଣ୍ଡ ହୋଇଗଲି ଆଉ ପେଟ ପୋଷିବା ପାଇଁ ଯିଏ ଯହିଁ ଛିନ୍ଛିତ୍ର ହୋଇଗଲୁ। ମୁଁ ବଢ଼ିଆ ଜାଗାଟେ ବାଛି ନେଇଥିଲି, ସ୍କୁଲ ପାଖ ବୁଦାମୂଳ। ସେଇଠି ସ୍କୁଲର ପିଲାମାନେ ଛୁଟିବେଳେ ତାଙ୍କର ବଳକା ଟିଫିନ୍ ସବୁ ସେଇଠି ଅଜାଡ଼ି ଦିଅନ୍ତି। ମୁଁ ମନ ଭରି ଖୁସିରେ ଖାଏ। ଦିନେ ସ୍କୁଲରୁ ଫେରୁଥିବା ବେଳେ ଏଇ ମହାନ୍ତି ବାବୁଙ୍କ ଅଳିଅଳି ଝିଅ ମ ରାନୀ ଦିଦି ମୋତେ ଦେଖି କୁଣ୍ଡେଇ ପକେଇଥିଲେ ଆଉ କହିଥିଲେ, ଇସ୍ କେଡ଼େ ଗୁଲୁଗୁଲିଆ ହୋଇଛି, ୟାକୁ ମୁଁ ଘରକୁ ନେଇକି ଯିବି। ଆଉ ଚାଲିଲେ ମୋତେ କୁଣ୍ଡେଇ ଘର ଅଭିମୁଖେ। ମୁଁ ବି ଭାରି ଖୁସି ଥିଲି ମୋ ଭାଗ୍ୟକୁ ନେଇ। ଏମିତି ବଡ଼ ଘର, ଭଲ ଖାଇବା ଆମ ଭଲି କୁକୁରଙ୍କ ଭାଗ୍ୟରେ କାହିଁ। ତାଙ୍କ ଘର ବି କି ବିରାଟ ଘର, ବାପ୍ରେ ବାପ୍! ରାଜପ୍ରାସାଦ ପରି ଉଚ୍ଚ ପାଚେରୀ, କି ସୁନ୍ଦର ଜାଲି ଜାଲି ଫୁଲ ପକା ସୁନାରଙ୍ଗୀ ଗେଟ୍। କି ଆରାମ ତାଙ୍କ ଘରେ, ଥଣ୍ଡା ଥଣ୍ଡା ହୁରୁ ହୁରୁ ପବନ। ଆଃ! କିନ୍ତୁ ଘରେ ପାଦ ନ ଦେଉଣୁ ରାନୀ ଦିଦିଙ୍କ ସହ ମୋତେ ଦେଖି ଗର୍ଜି ଉଠିଲେ ମିସେସ୍ ମହାନ୍ତି, ମାନେ ଏଇ ରାନୀ ଦିଦିଙ୍କ ମା, ଆଉ କହିଲେ, କୋଉ ନାଳି ନର୍ଦ୍ଦମାରୁ ଏହାକୁ ଉଠେଇ ଆଣିଲୁ? ଆମ ବ୍ରାହ୍ମଣଙ୍କ ଘର, ସବୁବେଳେ ପୂଜାପାଠ। ଯା ୟାକୁ ଛାଡ଼ି ଆସିବୁ ଯେଉଁଠୁ ଆଣିଛୁ। ଏହା ଶୁଣି ମୋ ସବୁ ଆଶା ଚୁରମାର ହୋଇଗଲା। ରାନୀ ଦିଦି ବି ଖୁବ୍ ଜିଦ୍ଦି, ମୋତେ ରଖିବେ ମାନେ ରଖିବେ। ମୋତେ ଧରି ସ୍କୁଲ ଡ୍ରେସ୍ରେ କଇଁ କଇଁ କାନ୍ଦି ଗେଟ୍ ମୁହଁରେ ତାଙ୍କ ବାପାଙ୍କ ଆସିବା ଯାଏଁ ଅପେକ୍ଷା କଲେ। ମହାନ୍ତି ବାବୁ ଆସିଲେ ଠିକ୍ ସନ୍ଧ୍ୟା 6ଟାରେ। ବାପାଙ୍କୁ ଦେଖି ତ ଝିଅ ଆହୁରି ସକେଇ ହୋଇ କାନ୍ଦି କାନ୍ଦି ସବୁ କଥା କହିଲେ। ମିସେସ୍ ମହାନ୍ତି ବି ତାଙ୍କ ଜିଦ୍ରେ ଅଟଳ, ମୋତେ ଘରେ ପଶେଇ ଦେବେନି ମାନେ ଦେବେନି। ମହାନ୍ତି ବାବୁ ଉଭୟଙ୍କ ପକ୍ଷ ରଖି ବିଚାର କଲେ ଆଉ କହିଲେ, ସେ ରହିବ, କିନ୍ତୁ ଗୋଟିଏ ସର୍ତ୍ତରେ। ସେ ରହିବ ଘର ବାହାରେ ଗେଟ୍ ପାଖରେ। ସମସ୍ତେ ରାଜି ହେଲେ। ବେକରେ ମୋର ଗୋଟେ ଲାଲ ରଙ୍ଗର ପଟି ଆଉ ଚେନ୍ ବନ୍ଧା ହେଲା ସେଇ ଗେଟ୍ ପାଖରେ। ମୁଁ ବି ଖୁସି ହେଲି। ନାହିଁ ମାମୁଁଠାରୁ କଣା ମାମୁଁ ଭଲ ବୋଲି। ଦିନଯାକ ଯେ ଯା କାମରେ ଚାଲିଯାଆନ୍ତି। ଘର ଭିତର ଭାରି ଖାଁ ଖାଁ। ରାନୀ ଦିଦି ସ୍କୁଲରୁ ଫେରିଲେ ମୋ ସହ କଥାବାର୍ତ୍ତା ହୁଏ ଆଉ ଖେଳେ। ଯା ବି କହ, କେବେ ଚିକେନ୍, କେବେ ମଟନ୍, କ୍ଷୀର, ବିସ୍କୁଟ୍ ସବୁ ଖାଇବା ମିଳୁଥାଏ। ହେଲେ ଘର ଭିତରକୁ ପ୍ରବେଶ ନିଷେଧ। ଏ ମଣିଷ ଗୁଡ଼ା ଛେଳି ଖାଇବେ, କୁକୁଡ଼ା ମାରି ଖାଇବେ, ହେଲେ ଜିଅନ୍ତା କୁକୁର ଯିଏ ତାଙ୍କ ଘର ଜଗୁଛି ତାକୁ ଘରେ ପୂରେଇ ଦେବେନି। କେଜାଣି କେମିତି ମାନସିକତା ଏମାନଙ୍କର ଯେ। ମୁଁ ବି ଅଭ୍ୟସ୍ତ ହୋଇଯାଇଥାଏ। ଦିନଯାକ ଗେଟ୍କୁ ଚାହେଁ। ମୋ ଭଳି କୁକୁରମାନଙ୍କୁ ଖେଳୁଥିବାର ଦେଖି ଦେଖି କଟେଇ ଦିଏ। କିନ୍ତୁ ଦିନେ ଗେଟ୍ ପାଖକୁ ଏକ କୁକୁରୀ ଆସିଲା। ମୋ ସହ ସୁଖ ଦୁଃଖ ହେଲା। ମୋତେ ବି ଭାରି ଭଲ ଲାଗିଲା। ନାଁ ତାର ଡଗଲି। ଆଉ ମୋ ନାଁ ଜାଣିଛନ୍ତି ନା? ମୁଁ ତ କହିବାକୁ ପୁରା ଭୁଲି ଯାଇଛି। ମୋ ନାଁ ଡଗଲୁ। ଏଇ ରାନୀ ଦିଦି ହିଁ ତ ଏଇ ନାଁ ରଖିଥିଲେ। ସମୟ ମିଳିଲେ ଡଗଲି ସବୁଦିନ ଆସେ। ଗେଟ୍ ପାଖ ଫାଙ୍କ ଦେଇ ଭିତରକୁ ପଶି ଆସେ। ଆମେ ଦୁହେଁ ଖୁବ୍ ଖେଳୁ, ଭାରି ମଜା କରୁ। ସମସ୍ତେ ଫେରିବା ବେଳକୁ ସେ ବି ଚାଲିଯାଏ। ମୁଁ ତା ପାଇଁ ମୋ ଭାଗର କ୍ଷୀର, ବିସ୍କୁଟ୍, ମାଂସ ଲୁଚେଇ ରଖିଥାଏ। ଆଉ ସେ ବି ଯେବେ ପାଏ ମୋ ପାଇଁ କଞ୍ଚା କୁକୁଡ଼ା ମାଂସ ଆଣିଦିଏ। ଏମିତି ଦିନ ବିତି ଚାଲିଥାଏ। ଆମେ ଧୀରେ ଧୀରେ ବଡ଼ ହୋଇସାରିଥିଲୁ। ଏକା ସାଥିରେ ଖୁବ୍ ସମୟ ବିତୁଥିଲା ଆମର। ଆମେ ସ୍ୱପ୍ନ ଦେଖୁଥିଲୁ ଘର ସଂସାର କରିବାର,
ଏକାଠି ରହିବାର। ରାନୀ ଦିଦି ବି ଆଉ ମୋତେ ସମୟ ଦେଉନଥିଲେ। ସମୟ ପାଇଲେ ସେ ବାଲକୋନିରେ ଛିଡ଼ା ହୋଇ ନଖ କାମୁଡ଼ି ଲାଜେଇ ଲାଜେଇ ଗେଟ୍ର ଆରପଟକୁ ଆସୁଥିବା ରାଜୁ ଭାଇକୁ କ'ଣ ସବୁ ଇସାରା କରୁଥିଲେ ଯେ। ମୁଁ ବି ସୁଯୋଗକୁ ଅପେକ୍ଷା କରିଥାଏ। କେବେ ଏଇ ଚେନ୍ଟି ଛିଣ୍ଡନ୍ତା କି ମୁଁ ମୋ ଡଗଲି ପାଖକୁ ଚାଲିଯାଆନ୍ତି ସବୁଦିନ ପାଇଁ। ଦିନକର କଥା, ରାତିରେ ରାଜୁ ଭାଇ ଚୋରଙ୍କ ଭଳି ପାଚେରୀ ଡେଇଁ ବାଲକୋନି ଦେଇ ରାନୀ ଦିଦିଙ୍କ ରୁମ୍କୁ ଯାଇଥିଲା। ମୋତେ ବି ସେମାନଙ୍କର ପ୍ରେମ ଆଉ କୋଉ ଅଛପା ଥିଲା ଯେ। ତେଣୁ ମୁଁ ବି ଚୁପ୍ ରହିଲି। କିଛି ସମୟ ପରେ ଘର ଭିତରେ ଭାରି ପାଟିତୁଣ୍ଡ, ମାଡ଼ଧର। ତାପରେ ରାନୀ ଦିଦିଙ୍କ ପାଠପଢ଼ା ବି ବନ୍ଦ କରି ଦିଆଗଲା। ଘରେ ବନ୍ଦୀ ପରି ରଖାଗଲା। ଦିନେ ଡଗଲି ମୋ ପାଖକୁ ବଡ଼ ସରାଗରେ କଞ୍ଚା ଦେଶୀ କୁକୁଡ଼ା ମାଂସ ଟିକେ ଧରି ଆସିଥାଏ। ଆକାର ବଡ଼ ହୋଇଯାଇଥିବାରୁ ଆଉ ସେ ଫାଙ୍କ ବାଟୁ ଭିତରକୁ ପଶିପାରୁ ନଥାଏ। ସେଇଠି ଦୁହେଁ ଏହିସବୁ ଘଟଣା କଥା ହେଉଥାଉ। ଠିକ୍ ସେତିକିବେଳେ ଡଗଲିର ସାହିର ଡନ୍ ଡଗୁ ତାର ଚାମଚାମାନଙ୍କୁ ନେଇ ସେଇଠି ପହଞ୍ଚି ଯାଇ ମୋ ସହ ଓ ଡଗଲି ସହ ଖୁବ୍ ଝଗଡ଼ା କଲା। ମୋର ତ ହାତ ଗୋଡ଼ ବନ୍ଧା, ଚାହିଁଲେ ବି କିଛି କରିପାରୁ ନଥାଏ। ଡଗଲି କିନ୍ତୁ ଖୁବ୍ ରାଗିଗଲା ଆଉ ତା ଆଡ଼କୁ ଆକ୍ରମଣ କଲା। ଆଉ ସେ କି ଛାଡ଼ନ୍ତା, ଏମିତି ଧସ୍ତାଧସ୍ତି ମାଡ଼ପିଟରେ ଡଗଲି, ଓଃ, ମୁଁ ଆଉ କହିପାରୁନି। ରକ୍ତାକ୍ତ ହୋଇ ସେଇ ଜାଗାରେ ପଡ଼ି ରହିଲା, ଯେଉଁଠି ପରଦିନ ରାତିରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାଜୁ ଭାଇ ଓ ତାର ଭଙ୍ଗା ସାଇକେଲ ପଡ଼ିଥିଲା। ମୋ ଡଗଲିକୁ ମୁଁ ଶେଷ ଥର ପାଇଁ ଟିକେ ଛୁଇଁ ବି ପାରିଲିନି। ଏହି ବଡ଼ ଘରର ମୋହ ଆଗରେ ମୋ ପ୍ରେମ ଆଜି ତୁଚ୍ଛ ହୋଇଗଲା। ଏବେ ଏମିତି ଏକ ବେପରୁଆ ଦୁଃଖଭରା ଜୀବନ ସହ ମୁଁ ସନ୍ଧି କରି ନେଇଛି। ଆଉ ରାନୀ ଦିଦି, ସେ ତ ବାହା ହୋଇସାରିଲାଣି। ତାଙ୍କ ଦେହରେ ଦାମୀ ଶାଢ଼ୀ, ଦାମୀ ଗହଣା, ଆଉ ଓଠରେ ଏବେ ବି ହସ। ସେଇ ବଡ଼ ଲୋକି ହସ ମ। ମନତଳ ଦୁଃଖକୁ ଏ ମଣିଷଗୁଡ଼ା କୋଉ ବୁଝନ୍ତି ଯେ। ମୋର ପରବର୍ତ୍ତୀ ଗଳ୍ପ ଦେବୀ। ଆଜି ବି ତା ମୁହଁ ମନେ ପଡ଼ିଗଲେ ଲୋମ ଟାଙ୍କୁରି ଉଠେ। ମୋତେ ଚାରିଆଡ଼ ଦେବୀମୟ ଲାଗେ। ମନରୁ ସବୁ ଦୁଃଖ ଅନୁଶୋଚନା ଦୂର ହୋଇଯାଏ। ସେ ରାତି ଥିଲା ବରଗଡ଼ର ପ୍ରସିଦ୍ଧ ଶ୍ୟାମାକାଳୀଙ୍କର ପୂଜା। ଚାରିଆଡ଼େ ଭିଡ଼। ମନ୍ଦିର ଭିତରୁ ବାହାର ଯାଏଁ ବ୍ରତଧାରୀମାନଙ୍କ ଲମ୍ବା ଧାଡ଼ି। ଶଙ୍ଖ ଘଣ୍ଟର ଧ୍ୱନି ସହ ହୋମଯଜ୍ଞର ଧୂଆଁ ଧୂଆଁ ବାସ୍ନାରେ ସେ ପରିବେଶ ପବିତ୍ର ଲାଗୁଥାଏ। ଭିତରୁ ବାହାର ଯାଏଁ ଆଲୋକର ତୋରଣ। ଲାଗୁଥାଏ ଯେମିତି କାଳୀମନ୍ଦିର ଆଜି ନୂଆ ବଧୂ ରୂପେ ସଜେଇ ହୋଇଛି। ଦିନଯାକର ଉପାସ ରଖି ରାତି ଅଧ ଯାଏଁ ଦେବୀ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡ଼ିରେ ଛିଡ଼ା ହେବା ମୋ ପାଇଁ କାଠିକର ପାଠ। ତେଣୁ ମୁଁ ମୋ ସାଙ୍ଗକୁ ଧାଡ଼ିରେ ଛାଡ଼ିଦେଇ ଏସବୁ ଭବ୍ୟ ଦୃଶ୍ୟ ଉପଭୋଗ କରିବାରେ ମଗ୍ନ ଥାଏ। ତାର ଦିଦି ଦିଦି ଡାକରେ ମୋର ଧ୍ୟାନଭଗ୍ନ ହୋଇଗଲା। ଆକାଶୀ ଫ୍ରକ୍ ପିନ୍ଧା 8-9 ବର୍ଷର ଝିଅଟିଏ। ଅଲରା କହରା ଛୋଟ ଛୋଟ କେଶ ତା କପାଳକୁ ଛୁଉଁଥାଏ। ସୀତା ପଡ଼ିଯାଇଥିବା ଓଠରେ ତା ଦରଫୁଟା ମଲ୍ଲିକର ହସଟିଏ। ବଡ଼ ବଡ଼ ଆଖିପତା ଥିବା ଦୁଇଟି ବଡ଼ ବଡ଼ କଥା କୁହା ଆଖି। ସତେ ଯେମିତି ତା ରଙ୍ଗବେରଙ୍ଗ ସ୍ୱପ୍ନ ସବୁକୁ ବେଲୁନରେ ପୂରେଇ ରଙ୍ଗୀନ କରିଦେଇ ହାତରେ ଧରିଛି। ଦିଦି, ବେଲୁନ୍ ନିଅ, ବେଲୁନ୍। ଆରେ, ମୁଁ ବେଲୁନ୍ କ'ଣ କରିବି? ସେ କହିଲା, ତୁମ ଘରେ ଛୁଆମାନେ ଖେଳିବେ। ଆମ ଘରେ ତ ସେମିତି କେହି ନାହାନ୍ତି। ହଉ, ଏ ବେଲୁନ୍ ତୁ ଖେଳିବୁ, କହି ତା ଆଡ଼କୁ 10 ଟଙ୍କିଆ ନୋଟ୍ଟେ ବଢ଼େଇ ଦେଲି। ସେ ବାରଣ କରି କହିଲା, ନା ଦିଦି, ତୁମେ ବେଲୁନ୍ ନିଅ। ମୁଁ କହୁଥାଏ, ଆରେ ଥାଉ। ସେ କହୁଥାଏ, ନା ଦିଦି। ଏମିତି କିଛି ସମୟ ପରେ ମୁଁ ତା ଜିଦ୍ରେ ବାଧ୍ୟ ହୋଇ 2ଟି ବେଲୁନ୍ ରଖିଲି ଆଉ ତାକୁ 20 ଟଙ୍କା ଦେଲି। ଲାଗୁଥିଲା ଯେମିତି ସେ ତା ସବୁ ଚଗଲାମିକୁ ବେଲୁନ୍ ଭିତରେ ବନ୍ଦ କରି ପରିପକ୍ୱ ହୋଇଯାଇଛି। ସେ ସଯତ୍ନରେ ମୁଁ ଦେଇଥିବା ଟଙ୍କାକୁ ପକେଟରେ ପୂରାଉଥାଏ
ଆଉ ମୁଁ ତଉଲୁଥାଏ ତା ଭାଗ୍ୟକୁ। କେଉଁଠି ଶିଶୁଟିଏ ପବନରେ ବେଲୁନ୍ ଉଡ଼ାଇଲା ବେଳେ କେଉଁଠି ଆଉ ଜଣେ ଶିଶୁ ପବନକୁ ବେଲୁନରେ ପୂରେଇ ସ୍ୱପ୍ନ ବିକୁଥାଏ। ଏଇ ଶୁଣ, ତୋ ନାଁ କ'ଣ? ମୁଁ ହାତଠାରି ଡାକିଲି। ଟିକିଏ ଅଟକି ଯାଇ ଅଧରେ ଏକ ଅଦ୍ଭୁତ ହସ ଖେଳାଇ ମୋ ଆଡ଼କୁ ଅଧା ଚାହିଁ କହିଲା, ଦୁର୍ଗା। ଆଉ ମୁଁ କିଛି କହିବା ପୂର୍ବରୁ, କିଛି ଭାବିବା ପୂର୍ବରୁ ଭିଡ଼ ଭିତରେ ଲୁଚିଗଲା। ତା ନିରୀହ ମୁହଁରେ ମୁଁ ସେଦିନ ଦେଖିଥିଲି ତ୍ରିନେତ୍ରୀଙ୍କର ଦାମ୍ଭିକ, ଶାନ୍ତ, କମନୀୟ ରୂପ। ମୁଁ ସମ୍ପୂର୍ଣ୍ଣ ଭାବରେ ସ୍ତବ୍ଧ ହୋଇଯାଇଥିଲି। ଯଜ୍ଞସ୍ଥଳରୁ ପଣ୍ଡିତଙ୍କର ଦେବୀ ବନ୍ଦନା ଭାସି ଆସୁଥିଲା। ଯା ଦେବୀ ସର୍ବଭୂତେଷୁ କନ୍ୟାରୂପେଣ ସଂସ୍ଥିତା ନମୋ ତସ୍ମୈ ନମୋ ତସ୍ମୈ ନମୋ ତସ୍ମୈ ନମୋ ନମଃ।